ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢ଼ିବେ ଛାତ୍ର ନେତା ଜୀବନ ସଂଗ୍ରାମ ମିଶ୍ର। ମା ମାଟି ମଣିଷକୁ ଭଲ ପାଉଥିବା ଯୁବ ସଂଗ୍ରାମୀ ଜୀବନ ସଂଗ୍ରାମ ମିଶ୍ର ରାଜନୀତି ବାରୁଦଗଦାରୁ ସୃଷ୍ଟି ତଥା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଳାଶପୁର ଗ୍ରାମର ଜନତା ଦଳ ଅପରିବର୍ତ୍ତିତ ବିଜୁ ଜନତା ଦଳର ସଭାପତି ପୂର୍ବତନ ସରପଞ୍ଚ ନରେନ୍ଦ୍ର ମିଶ୍ରଙ୍କ ନାତି ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ଆଗଧାଡ଼ିର ସକ୍ରିୟ କର୍ମୀ ତଥା ସମାଜସେବୀ ନିତ୍ୟାନନ୍ଦ ମିଶ୍ରଙ୍କ ସୁପୁତ୍ର ଶ୍ରୀଯୁକ୍ତ ଜୀବନ ସଂଗ୍ରାମ ମିଶ୍ର ଲୋକଙ୍କୁ ଭଲ ପାଇବା ଏବଂ ସେବା କରିବା ସଂଗ୍ରାମୀ ଜୀବନର ବ୍ରତ। ବନ୍ୟା ବାତ୍ୟା ମରୁଡ଼ି କରୋନା ମହାମାରୀ ଯେକୌଣସି ପ୍ରାକୃତିକ ଦୁର୍ବିପାକରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ଅଣ୍ଟା ଭିଡ଼ି ଆଗେଇ ଆସନ୍ତି। ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଶହ ଶହ ରେଳଯାତ୍ରୀମାନଙ୍କୁ ଉଦ୍ଧାର କରି ପରବର୍ତ୍ତୀ ସମୟରେ ହସ୍ପିଟାଲରେ ପହଞ୍ଚାଇବା ରକ୍ତ ସଂଗ୍ରହ କରି ଆହତମାନଙ୍କୁ ରକ୍ତ ଯୋଗାଇବା ଯାବତୀୟ ମହତ୍ କାର୍ଯ୍ୟ କରି ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଏହାକୁ ପାଥେୟ କରି ଜନସେବାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ରାଜନୀତିରେ ପାଦ ଥାପି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ପ୍ରାର୍ଥୀ ହେବାକୁ ମନସ୍ଥ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁଖ ଦୁଃଖର ସାଥୀ ହୋଇ ସେବା କରିଆସୁଛନ୍ତି। କିନ୍ତୁ 2019 ମସିହାରେ ବିଜୁ ଜନତା ଦଳରୁ ଆଶାୟୀ ପ୍ରାର୍ଥୀ ଭାବେ ଥିଲେ ସୁଧା ଦଳର ମୁରବୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 2024 ନିର୍ବାଚନର ଆସ୍ଥା ପ୍ରକଟ କରିନାହାନ୍ତି। ତେଣୁ ମୋର ଜନ୍ମସ୍ଥାନ ତଥା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଅସଂଖ୍ୟ ଗୁରୁ ଲଘୁ ଭୋଟରମାନଙ୍କର ଆଶୀର୍ବାଦ ମୋ ଉପରେ ଅଛି ବୋଲି ଜୀବନ ସଂଗ୍ରାମ ମିଶ୍ର କହିଛନ୍ତି। ସେଥିପାଇଁ ମୁଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଦୃଢ଼ ନିଶ୍ଚିନ୍ତ ଅଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଅସଂଖ୍ୟ ଜନସାଧାରଣ ମୋ ଉପରେ ଅଜସ୍ର ଆଶୀର୍ବାଦ ଏବଂ ନିର୍ଭରଯୋଗ୍ୟ ଭରସା ଥିବା ଯୋଗୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି ବୋଲି ଶ୍ରୀଯୁକ୍ତ ଜୀବନ ସଂଗ୍ରାମ ମିଶ୍ର କହିଛନ୍ତି।